ନମସ୍କାର। ମୁଁ ଓଡ଼ିଶା ହସ୍ପିଟାଲ କହୁଥିଲି। ବର୍ତ୍ତମାନ ତ ମୁଖ୍ୟମନ୍ତ୍ରୀ ଭୀମସେନକୁ ଚାକିରିରୁ ବହିଷ୍କୃତ କରିଦେଇଛନ୍ତି, କଣ କହିବେ ସେ ବିଷୟରେ? ଆଜ୍ଞା, ହଁ ମୁଁ ନ୍ୟୁଜରେ ସବୁ ଶୁଣିଲି। ଆଉ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଭୀମସେନକୁ ଚାକିରିରୁ ବହିଷ୍କୃତ କରିଦେଇଛନ୍ତି। ଆଉ ସରକାରୀ ଚାକିରି ମଧ୍ୟ ସେ ଆଗକୁ ସେ ଆଉ ପାଇବାର ଯୋଗ୍ୟ ନୁହନ୍ତି। ଏଇ ନ୍ୟୁଜ ପାଇକି ମୁଁ ଆଶ୍ୱସ୍ତି ଫିଲ୍ କରୁଛି। ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ଆଉ କିନ୍ତୁ ଏତିକିରେ ତ ମୋର ମନ ଶାନ୍ତି ନାହିଁ। ଆମ ପରିବାରକୁ ନ୍ୟାୟ ଦରକାର। ତେଣୁ ମୁଁ ଚାହୁଁଛି ଯେ ଆମର ନ୍ୟାୟ ପାଇବା ପାଇଁ ସେ ଭୀମସେନ ପ୍ରସାଦ ଟୁଡୁକୁ ଆଉ ସ୍ୱାତିକୁ, ଦୁଇ ଜଣଙ୍କୁ ତାକୁ ଶାସ୍ତି ଦିଆଯାଉ। ତାକୁ ସେ ଭୀମସେନ ଟୁଡୁକୁ ତ ଆରେଷ୍ଟ କରାହେଇଛି, ଆଉ କିନ୍ତୁ ସ୍ୱାତିକୁ ଏପର୍ଯ୍ୟନ୍ତ ଆରେଷ୍ଟ କରାହେଇନି। ଦୋଷୀ ଦି ଜଣ ମିତି ସେଇ ସ୍ୱାତି ଥାର୍ଡ ପର୍ସନ ପଶିଲା ପରେ ସିନା ମୋ ଝିଅରେ ଏଇ ଅବସ୍ଥା ସେମାନେ କରିଛନ୍ତି। ତେଣୁ ସେମାନଙ୍କୁ ଶାସ୍ତି ଦିଆଯାଉ, ତେବେ ଯାଇକି ଆମକୁ ନ୍ୟାୟ ମିଳିବ। ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଉ। ମୋ ଝିଅକୁ ତ ମୁଁ ଏଇନା ପାଇବିନି ଆଜ୍ଞା। ମତେ ବହୁତ କଷ୍ଟ ଦୁଃଖ ହଉଛି ଆମ ପରିବାରରେ। ଏତେ ବଡ ପଢୁଆ ଝିଅଟା, ଏବେ ସେ ଇଣ୍ଟର୍ନସିପ ପଶିଥାନ୍ତା, ଡ୍ୟୁଟି କରିଥାନ୍ତା। ତାର ସାଙ୍ଗସାଥି କେତେ ସବୁ ଡ୍ୟୁଟିରେ ଅଛନ୍ତି, ଖୁସିରେ ଅଛନ୍ତି। ଆମ ପରିବାର, ମୋ ଝିଅକୁ ମୁଁ ହରେଇକି ମୁଁ ବହୁତ ଦୁଃଖୀ ଅଛି। ଆମକୁ କେମିତି ସରକାର, ପୋଲିସ ପ୍ରଶାସନ ଆମକୁ ନ୍ୟାୟ ଦିଅନ୍ତୁ। ଉଚିତ ସେମାନଙ୍କୁ ଶାସ୍ତି ଦିଅନ୍ତୁ। ଏହା ହିଁ ମୁଁ ଚାହୁଁଛି। ଆଉ କିନ୍ତୁ ଏବେ ପର୍ଯ୍ୟନ୍ତ ସେ ସ୍ୱାତିକି କଣ ପାଇଁ ଯେ ତାକୁ ଆରେଷ୍ଟ କରାହେଇନି? ସମସ୍ତ ଏଭିଡେନ୍ସ ସେ ମୋବାଇଲରେ ଅଛି। ସେ ସ୍ୱାତି ମୋବାଇଲରେ ବି ବାହାରିବ, ଆଉ ଭୀମସେନ ମୋବାଇଲରେ ବି ବାହାରିବ। ମୋ ଝିଅ ସ୍ୱାତି ସହିତ ଯୋଉ ସବୁ ତାଙ୍କର ଝଗଡାଝାଟି ହେଇଛି, ସେ ଭୀମସେନ ମୋବାଇଲରୁ ହିଁ ସେମାନେ ଫୋନ କରିକି ଝଗଡାଝାଟି ହେଇଛନ୍ତି। ଆଉ ସେଇଟା ବି ସ୍ୱାତିକୁ ତା ବିରୁଦ୍ଧରେ ସବୁ ଏଭିଡେନ୍ସ ମିଳିବ ସେଇ ମୋବାଇଲରେ ଖୋଳତାଡ କଲେ। ଏଇଟା ପୋଲିସ ଏପର୍ଯ୍ୟନ୍ତ ଆମର ଚନ୍ଦ୍ରିକାର ଲାପଟପ୍ ପାଇଲାଣି? ନା, ସେଇଟା ତ ମୁଁ ଆଶ୍ଚର୍ଯ୍ୟ ଲାଗୁଛି। ସେ କୋଉଠି ଲୁଚେଇଛନ୍ତି, କଣ କରୁଛନ୍ତି? ସେ ଭୀମସେନ, ହୁଏତ ମତେ ଲାଗୁଛି ସେ ଭୀମସେନର ତା ଭାଇ ପାଖରେ ବି ଥାଇପାରେ, କିମ୍ବା ସ୍ୱାତି କୋଉଠି ଲୁଚେଇ ଦେଇ ଥାଇପାରେ। ସେ ଲାପଟପ୍ ଟା ନିହାତି ଜରୁରୀ ଖୋଜିକି ବାହାର କରିବା ପାଇଁ। ସେଥିରେ ବି ବହୁତ ଜିନିଷ ମିଳିବ ଆଗକୁ। ତାର ଯୋଉ ଯାହା ସବୁ ସେଇଠି ମିଳିବ, ତାର ଯେତିକି ନ୍ୟାୟ, ସେ ଦି ଜଣ କଣ ସବୁ କରିଛନ୍ତି କଣ ନାହିଁ, ସେ ପ୍ରୁଫ୍ ସେଇଟାର ମିଳିଯିବ ସେ ଲାପଟପ୍ ରେ। ତେଣୁ ସେଇଗୁଡାକ ଟିକେ ଜରୁରୀ ଦେଇକି ଖୋଳତାଡ କଲେ, ଆଉ ସେମାନଙ୍କ ମୁହଁରୁ ତାର ସତ୍ୟ ଅଗାଳନ୍ତୁ। ସବୁ ସେ ଭୀମସେନ ସବୁ ଜାଣିଛି। ସେ କଣ କରିଛି ମୋ ଝିଅ ସହିତ, ତା ସତ୍ୟତା ତାକୁ ତା ପାଟିରୁ ଅଗାଳନ୍ତୁ। ପୋଲିସ କଣ ଆହୁରି ତଦନ୍ତ କଲେ ଭୀମସେନ ଏବଂ ସ୍ୱାତିକୁ ଆହୁରି ଅଧିକରୁ ଅଧିକା ପ୍ରମାଣ ପାଇବ ଭୀମସେନ ଆଉ ସ୍ୱାତି ପାଖରୁ? ହଁ, ସେମାନେ ଏଇ ଯୋଉ ଲାପଟପ୍ କଥା ଯୋଉଟା ହଜିଛି କି କଣ ଲୁଚେଇଛନ୍ତି, ଏଇ ଜିନିଷ ଗୁଡାକ ସେମାନେ ବାହାର କରନ୍ତୁ। ଆଉ ତାଙ୍କର ଘର ଲୋକଙ୍କୁ ବି ପଚରା ଉଚରା କରନ୍ତୁ। ଆଉ ସ୍ୱାତିକୁ ଆରେଷ୍ଟ କରନ୍ତୁ। ତା ପାଟିରୁ ସତ୍ୟତା ବାହାର କରାନ୍ତୁ। ଆଉ ମୋବାଇଲ ଯୋଉଟା ଭୀମସେନ ଆଉ ସେଇ ସ୍ୱାତିର ମୋବାଇଲରେ ସବୁ କିଛି ଥିବ, ତାକୁ ବାହାର କରନ୍ତୁ ସବୁ। ସେଇଗୁଡାକ ହିଁ ତାର ସବୁ ବାହାରି ପଡିବ। ମୋ ଝିଅ ସହିତ କଣ ସବୁ କରିଛନ୍ତି, କେମିତି ତାକୁ ମାନସିକ ନିର୍ଯାତନା ଦେଇଛନ୍ତି। ମାନସିକ ନିର୍ଯାତନା ତ ଦେଇଛନ୍ତି, ପୁଣି ତାକୁ ମାନେ ଏତେ ଟର୍ଚର ସବୁ କରିଛନ୍ତି। ମାନସିକ, ଶାରୀରିକ, ଆର୍ଥିକ ଶୋଷଣ କରିଛନ୍ତି। ମୁଁ ଭାବି ପାରୁନି ମୋ ଝିଅ ସହିତ କଣ କଣ ସବୁ କରିଛନ୍ତି ଆଜ୍ଞା। ଝିଅ ନାହିଁ, ମୁଁ ବହୁତ ଦୁଃଖୀ। ସେମାନେ ହତ୍ୟା କରିଦେଇଛନ୍ତି। ଦି ଜଣ ପ୍ରି ପ୍ଲାନ କରିକି ସେମାନେ ହତ୍ୟା କରିଦେଇଛନ୍ତି ଆଜ୍ଞା। ନହେଲେ ମୋ ଝିଅ କେବେ ବି ସେ ସୁସାଇଡ କରିବନି। ସେ ଘରକୁ ଆସିବା ପାଇଁ ସେ କହୁଥିଲା,
ନୂଆ ଡ୍ରେସ୍ ବି ମଧ୍ୟ ସେ କିଣିଥିଲା। କହୁଛି ମାମା ମୁଁ ଗଲେ ଫୁଲ୍ ଡ୍ରେସ୍ ମୁଁ ପିନ୍ଧିକି ମୁଁ ଡ୍ୟୁଟିରେ ଜଏନ୍ କରିବି। ସେଥିପାଇଁ ସେ ଚୁଡ଼ିଦାର 3-4 ଖଣ୍ଡ ସେ କିଣିଥିଲା ଆସିକି ସେ ଡ୍ୟୁଟିରେ ଜଏନ୍ କରିବ ବୋଲିକି। ମୁଁ କେବେ ସୁସାଇଡ୍ ବିଶ୍ୱାସ କରୁନି। ସେମାନେ ସେ 2 ଜଣ ମିଶିକି ହତ୍ୟା କରିଛନ୍ତି। ହୁଏତ ଆହୁରି କାହାର ବି ସାହାଯ୍ୟ ନେଇଥାଇ ପାରନ୍ତି।